ଆଙ୍କୁଛି ତୁମେ ହିଁ ମୋର ଭରସା ମା ତୁମେ ହିଁ ମୋର ଭରସା এই জীবନରେ নিরাশা মନରେ তুমি মা ଦେଇଛ আশা ତୁମ ମୁହଁ ଚାହିଁ ଅତୀତ ଭୁଲିଛି ଭବିଷ୍ୟତ କଥା ଭାବୁନାହିଁ କିଛି ତୁମ ମୁହଁ ଚାହିଁ ଅତୀତ ଭୁଲିଛି ଭବିଷ୍ୟତ କଥା ଭାବୁନାହିଁ କିଛି ଜାଣିଛି ତୁମେ ମୋ ଚିରଦିନ ସାଥୀ ସେ ପାଇଁ ନିରବେ ତୁମକୁ ଝୁରୁଛି ଜାଣିଛି ତୁମେ ମୋ ଚିରଦିନ ସାଥୀ ସେ ପାଇଁ ନିରବେ ତୁମକୁ ଝୁରୁଛି ନ ରଖି ମନେ ହତାଶା ମା ନ ରଖି ମନେ ହତାଶା এই জীবନରେ নিরাশ মନରେ তুমি মা ଦେଇଛ আশা নীতি নীতি তুম ছবি ମୁଁ ଆଙ୍କୁଛି ତୁମେ ହିଁ ମୋର ଭରସା ତୁମେ ହିଁ ମୋର ଭରସା ମାଗିବାର ନାହିଁ କହିବାର ନାହିଁ ଆପଣାର ସବୁ ଗଲେ ପର ହୋଇ ମାଗିବାର ନାହିଁ କହିବାର ନାହିଁ ଆପଣାର ସବୁ ଗଲେ ପର ହୋଇ ଭଲ ମୁଁ ପାଉଛି ମନ ପ୍ରାଣ ଦେଇ ତୁମ ଛଡ଼ା କିଛି ନ ଜାଣଇ ମୋହି ଭଲ ମୁଁ ପାଉଛି ମନ ପ୍ରାଣ ଦେଇ ତୁମ ଛଡ଼ା କିଛି ନ ଜାଣଇ ମୋହି ତୁମେ ମୋର ଶେଷ ଆଶା ମା ତୁମେ ମୋର ଶେଷ ଆଶା এই জীবନରେ ନିରାଶା ମନରେ ତୁମେ ମା ଦେଇଛ ଆଶା নীতি নীতি তুମ ছবি ମୁଁ ଆଙ୍କୁଛି ତୁମେ ହିଁ ମୋର ଭରସା ମା ତୁମେ ହିଁ ମୋର ଭରସା ମା ତୁମେ ହିଁ ମୋର ଭରସା ମା ବନ୍ଦେ ମାତରମ୍ ସମସ୍ତଙ୍କୁ ପ୍ରଣାମ ମା 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 हे भगवान अचिंतनीय ज्योति सकल अज्ञान जय कर सकल अहंकार आम्भमानकर हृदय को आलोकित कर मन को ज्योतिर्मय कर से ज्योतिर्मय पुरुष श्री अरविंद एवं तुमर सर्वजयी प्रेम शक्ति समग्र विश्व रे राजत्व करू से अनिर्वचनीय चिर प्रशांता दिव्य जननी का चरण कमल रे तुम संतान मानकर प्रणाम ग्रहण कर वंदे मातरम शुभ संध्या। शांत सुंदर नीरव संध्या
ଏହି ଆଧ୍ୟାତ୍ମିକ ପରିବେଶକୁ ବୃଦ୍ଧିମନ୍ତ କରିଥିବା ଦିବ୍ୟ ଜୀବନ ଗ୍ରନ୍ଥରେ ଶ୍ରଦ୍ଧା ରଖିଥିବା ସମସ୍ତ ଆତ୍ମାର ସାଥୀ ମାନଙ୍କୁ ମୋର ପ୍ରଣାମ, ଶ୍ରଦ୍ଧା, ନମସ୍କାର। ସମସ୍ତଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତମ। ପୂର୍ଣ୍ଣ ଶ୍ରଦ୍ଧା ଓ ଆନ୍ତରିକ ପ୍ରାର୍ଥନା କରି ଆରମ୍ଭ କରିବା ଆଜିର ଶ୍ରଦ୍ଧାୟ ଓ ଆଲୋଚନା କାର୍ଯ୍ୟକ୍ରମ। ବର୍ତ୍ତମାନ ପରମ ପ୍ରଭୁଙ୍କ ମହାନ ଗ୍ରନ୍ଥ ଦ ଲାଇଫ ଡିଭାଇନ ଚାପ୍ଟର 13 ଦ ଡିଭାଇନ ମାୟା ପାରାଗ୍ରାଫ 12 ପୁନଃ ଆଲୋଚନା ରଖିବେ ପୂଜ୍ୟ ଦେବେନ୍ଦ୍ର ଭାଇ। ଭାଇ ପ୍ରଣାମ। ଏବେ ଆଲୋଚନା ଆରମ୍ଭ କରନ୍ତୁ। प्रणाम। वंदे मातरम। समस्तको नमस्कार। मधुमहिमा परम प्रभु श्री अरविंद ऑनलाइन जोड़ी सब भाई भौणी मान मोर हृदय प्रणाम। आम 13तम अध्याय पर्यंत पहुंची सारूँ। विशेषकर आज जो पैराग्राफ टी आम आलोचना करवा 12 नंबर पैराग्राफ टी एवं पूर्व 11 नंबर पैराग्राफ को अति सुंदर भाव में एनालिटिकली सीमापात को पुनरालोचना रखी सारी। एक्चुअली ये जो अध्याय टी आम पढ़ुचे ये अध्याय 11तम पैराग्राफ टी बहुत मर्म को बहन कर रखी। आम भितर आम जहाँ को लेकिन कढ़ी उठुचु सी हूँ मनटी प्राणटी शरीरटी भीतर देखी आम आमको सीमित भीतर कर रखीचु किंतु संभावना टी अच्छी ये मन प्राण शरीर रूपक चेतना भितर यही चेतना को आउ एक ऊर्ध्वर चेतना को उत्थित करि पारले उन्नति करि पारले ताहा ये जीवनर लक्ष्य सार्थक हब एवं भगवान यह आम ठार दाबी रखिंट। एवं ये मन प्राण शरीर गोटे निम्न स्तर चेतना अपा को बुझौले ऊपर रहा रुचित आनंद सचित आनंद एवं निम्न रही मन प्राण शरीर। तेबे ये मध्यवर्ती कालीन गोटे समय भितर मनुष्यटी अवतीर्ण करछि बोथ आर पॉसिबल दीटा जाक संभव हो पारे। ऊर्ध्वतर चेतना को से उन्नीत कर पारे बा से निम्नतर चेतना को जापे कारण से तो निम्नतर चेतना भी अच्छी। तेणु मन कलना कर मन से गुड़ा बुझीपर से ऊर्ध्वतर चेतनार कथा जहाँ देखुली 13 नंबर पैराग्राफ रे से मन उपरे बहुत सुंदर डिस्क्रिप्शन टी प्रभु देइछथि। मन कहीं ग्रहण करें कि आमर तो आलोचना से 13 नंबर पैराग्राफ नुह। तेबे मन प्राण देहर जो निम्नतम चेतना अच्छी से निम्नतम चेतना भितर गोटे संभावना रही उच्चतम चेतना को सी भितर स्थापित कर पार। विशेषकर श्री अरविंद जोगरी प्रभु आमको ये कथा कही जो मनटी आम मान पाखे अच्छी से मन प्रज्ञा पहुंच पार ज्ञान रे पहुंच पार प्राणटी शक्ति पाखे शक्तिमय ही पार एवं शरीर टी से सौंदर्यमय भी पार सचित आनंद रुचित चेतना को से धारण करने संभव भी हो पार। गोटे ग्रेट एश्योरेंस प्रभु हमको देइछथि
ଏବଂ ଏ ରୁଚ ଚେତନାଟି ଯାହାକୁ ଆମେ କହୁଛୁ ସେ ହେଉଛି ଗୋଟେ ଆତ୍ମଚେତନା, ଗୋଟେ ବୃହତ ଚେତନା। ଏବଂ ଏ ବିଷୟରେ ଋଗ୍ବେଦ ପ୍ରଭୁ ଏଇ କଥାଟି ଆଣିକି ଆଲୋଚନା କରିଛନ୍ତି। ତେଣୁ ମନର ଯୋଉ ବିୟଣ୍ଡ ମାଇଣ୍ଡରେ ଯୋଉ କ୍ଷେତ୍ର ଗୁଡିକ ରହିଛି ଏବଂ ସେଥିରେ ଯୋଉ ଯୋଉ ସବୁ ଜିନିଷ ଗୁଡିକ ରହିଛି ତାକୁ ପ୍ରଭୁ କହୁଛନ୍ତି ସମ୍ପଦ ବୋଲିକି। ସେଇ ସମ୍ପଦକୁ ପ୍ରାପ୍ତ ପାଇଁ ମନୁଷ୍ୟ ସେ ଆଶାୟୀ ହେଇକି ରହିଛି। ଏଇ ନିମ୍ନତର ଚେତନାରେ ରହିକି ମନ ଯାହା ପ୍ରାପ୍ତ ହେଇପାରୁନାହିଁ, କିନ୍ତୁ ସେ ବୁଝିଗଲାଣି ଯେ ଊର୍ଦ୍ଧ୍ୱତର ଚେତନା ଭିତରେ ମନ ସେ ସମ୍ପଦକୁ ବି ପ୍ରାପ୍ତ କରିପାରିବ ଏବଂ ସେଇଟା ତା ପାଇଁ ଗୋଟେ ଆଦର୍ଶ ବି ହେଇକି ରହିଛି। ତେଣୁ ତା ଯୋଉ ନିୟମ କାନୁନ ଗୁଡିକ ସବୁ ରହିଛି, ଯୋଉ ପ୍ରକ୍ରିୟା ଗୁଡିକ ରହିଛି, ସେଇ ପ୍ରକ୍ରିୟା ବଳରେ ତାକୁ ଆରୋହଣ କରିକି ଆଗକୁ ଆଗକୁ ଚଢି ଚଢିକି ସିଢି ଉପରେ ସିଢି ଯିବାକୁ ପଡିବ। ଏଇ ଯୋଉ ପ୍ରକ୍ରିୟାଟା କେବଳ ମଣିଷ ପାଖରେ ସମ୍ଭବ ଏବଂ ମଣିଷ ଜନ୍ମ ହେବା ଠାରୁ ଆଜି ପର୍ଯ୍ୟନ୍ତ ସେ ସେଇ ସତ୍ୟକୁ ଖୋଜି ଖୋଜିକା ଚାଲିଛି। ଆମେ ଯୋଉ ପ୍ରଥମ ବିଷୟରେ ପଢିଥିଲୁ ଦ ହ୍ୟୁମାନ ଆସ୍ପିରେସନ, ସବୁବେଳେ ଆମକୁ ମନେ ପକେଇବାକୁ ପଡିବ ସେ ହ୍ୟୁମାନ ଆସ୍ପିରେସନ ମଣିଷ କଣ କଣ ଖୋଜୁଛି, କଣ କଣ ସେ ଚାହୁଁଛି, କଣ କଣ ସେଟା ଚାହୁଁନା, ଏବଂ ଯୋଉ ଗଡ ଲାଇକ୍ ଫ୍ରିଡମ ଇମର୍ଟାଲିଟି କି ସେ ଚାହୁଁଛି, ସେଇ କଥାଟାକୁ ଯିବା ପାଇଁ ହେଲେ ତାକୁ ଯୋଉ ମନ ପ୍ରାଣ ଶରୀର ଯୋଉ ନିମ୍ନ ଚେତନା ଭିତରେ ରହିଛନ୍ତି ତାକୁ ଏଇ ଚେତନା ରଖିକି ତାକୁ ପ୍ରାପ୍ତ ହେଇପାରିବନି। ତାକୁ ପ୍ରାପ୍ତ କରିବାକୁ ହେଲେ ଆକୁ ପରିବର୍ତ୍ତନ କରିବାକୁ ପଡିବ, ଆକୁ ରୂପାନ୍ତର କରିବାକୁ ପଡିବ, ଆକୁ ବଦଳେଇବାକୁ ପଡିବ ଏବଂ ଏଇଆକୁ ହିଁ ନେଇକି ସେ ସେତେ ବାଟକୁ ଯାଇପାରିବନି। ରିକ୍ସାଟି ନେଇକି ଆମେ ପଣ୍ଡିଚେରୀ ଯାଇପାରିବାନି। ଆମେ ଯିବା, ଆମକୁ ଯାନ ଦରକାର, କିନ୍ତୁ ଯୋଉ ଯାନ ଆମକୁ ଶୀଘ୍ର ନେଇଯାଇପାରିବ, ଯାହାକୁ ଆମେ ଆଫୋର୍ଡ କରିପାରିବା, ସେଇଭଳି ଯାନରେ ଆମେ ଯାଉଛୁ। ତ 11 ନମ୍ବର ପାରାଗ୍ରାଫରେ ଯାହା ଯାହା ସବୁ ଅପା ଆମକୁ ବୁଝି ବୁଝି ଯାଇଛନ୍ତି, ଆମେ ସେଇଠି ଆଉ ମୁଁ ତାକୁ ଅଧିକ ଫେଣେଇକି ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରିବିନି, ଯେତିକି ଅଳ୍ପ କେତିକି ଆଲୋଚନା ଟିକେ ରଖିଲି ଏବଂ ଆମେ 12 ନମ୍ବର ପାରାଗ୍ରାଫକୁ ଯିବା। ପ୍ରଭୁ କଣ କହିଛନ୍ତି? 11 ନମ୍ବର ପାରାଗ୍ରାଫରେ ଶେଷରେ କହିଲେ ଯୋଉ ବିୟଣ୍ଡ ମାଇଣ୍ଡ କଥା କହୁଛନ୍ତି, ମାଇଣ୍ଡ, ଲାଇଫ ଆଣ୍ଡ ବଡି ଆର୍ ଆନ୍ inferior consciousness and a partial expression which strives to arrive in the mood of a various evolution at that superior expression of itself already existent to the beyond mind. ତେଣୁ ଯୋଉ ମନ, ପ୍ରାଣ ଓ ଶରୀର ଇଏ ହଉଛନ୍ତି ଏକ ନିମ୍ନତମ ଚେତନା ରହୁଛନ୍ତି ଇନଫେରିୟର କନସିୟସନେସରେ, ଏବଂ ସେ ଯାହା ବି ଏଠି ଏକ୍ସପ୍ରେସ କରୁଛନ୍ତି that is not as a whole, କିଛି ପାର୍ସିଆଲ ଏକ୍ସପ୍ରେସନ କରୁଛନ୍ତି ଯୋଉଟା କି ଷ୍ଟ୍ରାଇଭ କରୁଛି କୁଆଡକୁ in the mood of a various evolution at the superior expression, ବିଭିନ୍ନ ପ୍ରକାର ବିବର୍ତ୍ତନ ମଧ୍ୟ ଦେଇ ଗୋଟେ ସୁପରିୟର ଏକ୍ସପ୍ରେସନ, ସେଇ ସୁପ୍ରିମଙ୍କର ଯୋଉ ଗୋଟେ ଊର୍ଦ୍ଧ୍ୱତର ଚେତନାର ଯୋଉ ଅଭିବ୍ୟକ୍ତି ଏବଂ ସେ ନିଜେ କୋଉ ଭିତରେ ଅଛନ୍ତି ନା ଅଲରେଡି ଏକ୍ଜିଷ୍ଟେଣ୍ଟ ଟୁ ଦ ବିୟଣ୍ଡ ମାଇଣ୍ଡ, ସେ ବି ମନର ଅତୀତରେ ସେ ବି ଯୋଉ ଚେତନାଟି ଅଛନ୍ତି ସିଏ ହିଁ କେବଳ ଇଭଲ୍ୟୁସନ କରିକା ଯାଉଛନ୍ତି ଏବଂ ତାକୁ ଏକ୍ସପ୍ରେସ କରିବ। ତାପରେ କହୁଛନ୍ତି that which is the beyond mind is the ideal which in its own conditions it is laboring to realize. ଏବଂ ସେ କହୁଛନ୍ତି ଯୋଉ ମନର ଅତୀତରେ ଯୋଉ କ୍ଷେତ୍ର ଗୁଡିକ ରହିଛି, ଯୋଉ ସମ୍ପଦ ଗୁଡିକ ସବୁ ତା ଭିତରେ ରହିଛି, ତାକୁ ପ୍ରାପ୍ତ ହେବା ପାଇଁ ହେଲେ in its own condition ତାର ନିଜସ୍ୱ କିଛି ସର୍ତ୍ତ, ନିଜସ୍ୱ କିଛି ଆଦର୍ଶ ପ୍ରାପ୍ତ ରହିଛି। ତାପରେ ଆମେ 12 ନମ୍ବର ପାରାଗ୍ରାଫକୁ ଯିବା। 12 ନମ୍ବର ପାରାଗ୍ରାଫରେ ପ୍ରଭୁ କହୁଛନ୍ତି from our ascending point of view
we may say that the real is behind all that exists. From our ascending point of view, it is human aspires and human is progressive in its way. ଏ ମଣିଷ ଗୋଟେ ଆରୋହଣ ହିସାବରେ ଯାଉଛି ଗୋଟିଏ ଚେତନାରୁ ଆଉ ଗୋଟିଏ ଚେତନାରୁ ଊର୍ଦ୍ଧ୍ୱତମ ଚେତନାକୁ ଉନ୍ନୀତ ମାର୍ଗରେ ସେ ଉପରକୁ ଉପରୁ ଉଠି ଚାଲୁଛି ଏବଂ ଏଇ ଉଠିଲା ବଳରେ ଯଦି ଏଇଟାକୁ ଆମେ ଦବା ଦିସ୍ ପଏଣ୍ଟ ଅଫ ଭ୍ୟୁ ଇମେଜ ଆମେ କହିବା କ'ଣ that the real is behind all that exists. ଯେତେବେଳେ ଆମେ ଗୋଟିଏ ପାହାଚରୁ ଆଉ ଗୋଟେ ପାହାଚକୁ ଗଲା ଆମେ ଯାଉଛୁ ସେତେବେଳେ ଆମେ ବୁଝୁଛୁ ଓହୋ ଦିସ୍ ଇଜ ଦ ରିଏଲ ଥିଙ୍ଗସ୍, ଇଏ ହଉଛି ବାସ୍ତବ ଏବଂ ତାପରେ ସେଇ ବାସ୍ତବ ଭିତରେ ବୁଝୁଛୁ କହୁଛି ନା 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 ଏଇଟା ବି ନୁହଁ। ଆଜି ଗୋଟେ 5টাରେ ଗୋଟେ ପାଠଶାଳାରେ ଫିଜିକାଲ ପାଠଶାଳାରେ ଯାଇଥିଲୁ, ଏଇ କଥାଟା ହିଁ ଆଲୋଚନା ଆମର ହେଲା, ମାଙ୍କ ଲେଖାରୁ ପାଇଲୁ। ସେଥିରେ ସେ କହୁଛନ୍ତି ମଣିଷ ସବୁବେଳେ ତାର ଯୋଉ ୱାଣ୍ଟସ୍ ଗୁଡାକ ରହିଛି ସେ ୱାଣ୍ଟସ୍ ଗୁଡାକୁ ନେଇକି ସେ ଡେଭଲପ କରୁଛି, ଦ୍ୟାଟ୍ ଇଜ ମ୍ୟାଟେରିଆଲ ଡେଭଲପମେଣ୍ଟ। ଏବଂ ମ୍ୟାଟେରିଆଲ ଡେଭଲପମେଣ୍ଟ ଦେଖିଦେଇଛି ସେ କହୁଛି ବା ଏଇଟା କେତେ ବଡ ଆଶ୍ଚର୍ଯ୍ୟ କଥା, ସିଡନୀରେ ଖେଳ ହଉଛି ଆମେ ଏଇଠି ବସି ଘରେ ବସିକି ଦେଖିପାରୁଛୁ, ଏ କେତେ ବଡ ଆଶ୍ଚର୍ଯ୍ୟ କଥା। 50 ବର୍ଷ ତଳେ ଏଗୁଡାକ ସବୁ ହେଇପାରୁନଥିଲା। ତେଣୁ ଏଗୁଡାକ ଯେତେବେଳେ ଦେଖିଦଉଛି ତ ମ୍ୟାଟେରିଆଲ ଡେଭଲପମେଣ୍ଟ ସେ ଦେଖିଦଉଛି, ସେ ସ୍ପେକୁଲେଟ କରିଦଉଛି, କହୁଛି ହଁ ଭଗବାନ ଗୋଟେ ଇନ୍ଦିରା କ'ଣ ହେଇଥିବ। ତାପରେ ସେ କହୁଛି ହଁ ଆମେ ଏଇଗୁଡାକ ଜୟ କରିଯିବୁ। ମେଟେରିଆଲି ସେ ଡେଭଲପ କରିକା ଯାଉଛି ଏବଂ ସେ ଯୋଉ ପୋଜିସନରେ ଯାଇ ପହଞ୍ଚୁଛି ତା ପୂର୍ବ ପୋଜିସନକୁ ଯଦି ତୁଳନା କରିଦଉଛି ସେତେବେଳେ ସେ ଦେଖୁଛି, କହୁଛି ନା ନା ମୁଁ ଗୋଟେ ବେଟର ପୋଜିସନରେ ଆସିଛି, ଏଇଟାକୁ ବୋଧହୁଏ ମୁଁ ଖୋଜୁଥିଲି, ଏଇଟା ହିଁ ମତେ ସବୁ ସୁଖ, ସବୁ ଶାନ୍ତି, ସବୁ ଆନନ୍ଦ, ସବୁ ପ୍ରେମ, ସବୁ ସତ୍ୟ, ସବୁ ଆଲୋକ ସେ ମତେ ଦେଇଦବ। ସେଥିରେ କିଛି ସମୟ ସେ ଖୁସିରେ ରହିଯାଉଛି ଏବଂ ତାପରେ ବି ତାକୁ ଆଉ ସେଟା ସନ୍ତୁଷ୍ଟି ଲାଗୁନି। ସେ ଆଉ ଗୋଟେ କନସିୟସନେସକୁ ଖୋଜୁଛି, ନାଇଁ ନାଇଁ ଏଇଟା ନୁହଁ, ଏଇଟା ଏମିତି ହେଇଥିଲେ କ'ଣ ହେଇଥାନ୍ତା। କଥା ହଉଛି ଭିତରେ ଯୋଉ ତାର ଚାହିଁବାଟା ରହିଛି, ସିଏ ଯୋଉଟା ଚାହୁଁଛି ଏବଂ ତାର ଯୋଉ ପ୍ରଚେଷ୍ଟା ବଳରେ ଯାହା ସେ ପାଉଛି, ସେ ଚାହୁଁଛି ତା ଭିତରେ ଗୋଟେ ଚାହିଁବାଟା ଯୋଉଟା ଅଛି ଏବଂ ପ୍ରଚେଷ୍ଟାରେ ଯାହା ସେ ପ୍ରାପ୍ତ ହଉଛି ଆକ୍ଚୁଆଲି ସେ ସେଇଟାକୁ ଚାହୁଁନି। ତାର ପ୍ରଚେଷ୍ଟାରେ ଯାହା ସେ ପାଉଛି ସେ ଗୋଟେ ମ୍ୟାଟେରିଆଲି ସେ ତାକୁ ପାଇଯାଉଛି, କିନ୍ତୁ ସେ ମ୍ୟାଟେରିଆଲ ପଛପଟରେ ଯିଏ ଅଛି ସେଇ ଜିନିଷଟାକୁ ହିଁ ତାର ନିଜସ୍ୱ ସତ୍ତା, ତାର ବାସ୍ତବ ସତ୍ତା ସେ ସେଇଆ ହିଁ ଚାହୁଁଥିଲା। ତେଣୁ ଆରୋହଣ କ୍ରମରେ ସେ ଯାହା ଯାହା ସେ ପାଇଲା ସେଇ ପ୍ରାପ୍ତକୁ ଆମେ ଭାବୁ ହଁ ଇଟ୍ ଇଜ ଦ ରିଅଲ ଥିଙ୍ଗ we are searching for। ଆମେ ଏଇଟାକୁ ସତ ଖୋଜୁଥିଲୁ, ଇଏ ହଉଛି ତାର ବାସ୍ତବତା। କିନ୍ତୁ ସେଇ ବାସ୍ତବତା କିଛି ସମୟ ତାକୁ ମନକୁ ସୁଖ ଦେଇପାରେ, ତା ପ୍ରାଣକୁ ସୁଖ ଦେଇପାରେ, ତା ଶରୀରକୁ ସୁଖ ଦେଇପାରେ, କିନ୍ତୁ ତାପରେ ସେଇ ମନ ପ୍ରାଣ ଶରୀର ତା ପ୍ରତି ବିମୁଖ ହବ, ନା ନା ଆଉ ଟିକେ ଆପରେ କ'ଣ ହେଲେ ଭଲ ହୁଅନ୍ତାନି। ତେଣୁ ଯେହେତୁ ମନ ପ୍ରାଣ ଶରୀର ଆମେ ପଢିଲେ 11ତମ ପାରାଗ୍ରାଫରେ, ଯେହେତୁ ସେ ନିମ୍ନ ଚେତନା ଭିତରେ ସେ ନିଜକୁ ଗୁଡେଇକି ରଖିଛି, ତାରି ଭିତରୁ ଧୀରେ ଧୀରେ ବାହାରୁଛି, ତେଣୁ ସେ ନିମ୍ନ ଚେତନା ବଶବର୍ତ୍ତୀ ହେଇ ସେ ତାର ଡିମାଣ୍ଡରେ କିଛି ସୁଖକୁ ନେଇକି ଖୋଜି ଚାଲୁଛି, ମାନେ ଟିକେ ବେଟର ପୋଜିସନ, ବର୍ତ୍ତମାନ ଠାରୁ ଟିକେ ବେଟର ପୋଜିସନ ଖୋଜୁଛି ଏବଂ ସେ ପାଇଯାଉଛି। ପାଇଗଲା ପରେ ସେ କହୁଛି ହଁ ଏଇଟା ହିଁ ମୁଁ ଚାହୁଁଥିଲି, କିନ୍ତୁ ସତରେ ସେ ଯୋଉଟା ଚାହୁଁଥିଲା ସେଇଆ ନୁହଁ ଏବଂ ଯାହା ଚାହିଁକି ଯାହା ପାଇଲା ସେଇଟା ବି ସେଇଆ ନୁହଁ। ସେ ପାଇବା ପଛରେ ଯିଏ ଅଛି ସିଏ ହଉଛି ତାର ରିଏଲ ଏକ୍ସିଷ୍ଟେନ୍ସ। From our ascending point of view, we may say that the real is behind all that exists। ତା ଭିତରେ ତ ବଡ ସୁନ୍ଦର ଭାବରେ ଏ କଥାଟା କହିଛନ୍ତି। ଆମେ ମୁହଁ ଭିତରେ ଯାହା ଦେଖୁଛୁ, ବାହାରେ ଯାହା ଦେଖୁଛୁ, ଆକ୍ଚୁଆଲି ସେଇଆ ହିଁ ତା ଭିତରଟା ନୁହଁ। ତା ଭିତରଟା ହଉଛି ଆଉ ଗୋଟେ କଥା। ବାହିକ ଜିନିଷ ଦେଖିକି ଆମେ ବହୁତ କଳନା କରିପାରୁ, କିନ୍ତୁ ତା ଭିତରଟା ଆକ୍ଚୁଆଲି ଆଉ ଗୋଟେ କ'ଣ ରହିଛି ଯୋଉଟା କି ମନ ତାକୁ ଖୋଜିକି ପାଇବନି। ତାକୁ 13 ନମ୍ବର ପାରାଗ୍ରାଫରେ ପ୍ରଭୁ ଆଲୋଚନା କଲେ। ତେଣୁ ମନର ସେ ମାନେ ତାର ସେ ରିଚ୍ ନାହିଁ, ସେ ରିଚେବୁଲ ନୁହଁ ସେଇ ଜାଗାରେ ପହଞ୍ଚିବା ପାଇଁ। କିନ୍ତୁ ମନ ତାକୁ ପାଇକି ଟିକେ ଖୁସି ଖୁସି କୁତକୁତୁ ବି ହୁଏ।
तापर कहते इट एक्सप्रेसेस इटसेल्फ इंटरमीडिएटली इन एन आइडियल which is a harmonized truth of itself. The ideal throughout a phenomenal reality of variable conscious being, which inevitably drawn towards its own essential reality, tries at last to recover it entirely, whether by a violent leap or normally through the ideal which put it forth. लंबा लाइन कहते यही आरोहण प्रक्रिया जिते परिचालित होइकि आम जाऊँ जो जगार पहुंचुँ आम कथा कहीपे जहाँ को आम देखु जो सत्ता रूपे जहाँ को आम पाइलु से पछपटे परम सत्ता ही रही। तेणु आम परम सत्ता आउ गोटे आभासी जिनसा देखुचु कि से परम सत्ता को देखू केत ये कथाटा जब आम बुझा सत्य परम सत्ता पछपटे रही ताहले आम फाइंड आउट करने आम प्रचेषा करवा प्रयास करवा। तापरे ता मझिरे जो आमर गोटे आइडियल कथा आदर्श कथा गोटे हार्मोनाइज ट्रुथ अच्छी से निजे अच्छी से जो आदर्श सत्य कल्पना रूपे से निजे प्रकाश करुची एवं ता कल्पना भितर से गोटे समन्वित सत्य निहित रोची which is harmonized truth of itself. The ideal throws out a phenomenal reality of a variable conscious being which inevitably draws towards its own essential reality. तेणु ता भितर मध्यभूमि गोटे आदर्श सत्य आम पाखे रही से प्रकाश करुची एवं जो कल्पना भितर से गोटे हार्मोनाइज कर समन्वित सत्य सहित से हार्मोनाइज कर यही जो माने कल्पना करुच्ची जो सत्य कल्पना से जो चित सत्तार विचित्र छंद्र लीला आपण को स्वरूप सत्तार प्रतिभास रूपे निम्नतर भूमि पर विच्छिन्न करुच्ची जहाँ से चित सत्ता से विचित्र छंद्र लीला से जो निजर जो स्वरूप अच्छी प्रकाश करने तार प्रतिभास से कौन कर निम्न उपर प्रकाश कर लाइन की 11 नंबर पैराग्राफ रे नहीं 11 नंबर पैराग्राफ लास्ट आड़ को देखा जो कथा कहते मन प्राण शरीर देह जो आंशिक चेतना प्रकाश से उच्चतर प्रकाश छांच अनुसार आपे गठित हो पार लगे निरंतर उद्यम गठित रही। तेणु ये से 11 नंबर पैराग्राफ रे कहले लास्ट आड़ को मन लास्ट सेंटेंस मन प्राण देह से जो आंशिक चेतना को प्रकाश करी से उच्चतर प्रकाश छांच अनुसार निजे किमिति उत्तम रूप से गठित हम ताकू देखिकी से कि बदल मन देख उच्चतम मनर जो ज्ञानर परिभाषा ताकू देखिकी से निजे उद्यम कर ज्ञान कि प्राप्त हेबी एवं प्राण देखुची से उच्चतम जो शक्ति रही ताकू देखिकी से कहूँ मुझे शक्ति को प्राप्त हेबी। तेणु ये मन प्राण शरीर स्वकीय धारा निम्नतर चेतना ऊर्ध्वतर चेतना को ग्रहण करने से गोटे निरंतर उद्यम कर चलुची। ये जगह प्रभु पुणी 12 नंबर पैराग्राफ कहते जो मध्यवर्ती जो आभास कथाटा रोज जो कल्पना सत्य कल्पनाटा रही समन्वित सत्य सहित से रोची से सत्य कल्पना चित सत्तार जो छंद भितर कौन कर आपण स्वरूप आपणार स्वरूप सत्तार प्रतिभास रूपे से कौन जहाँ से आसूची सेठी प्रतिभास करोटी ना निम्न भूमि पर प्रतिभास कर विच्छेदित ये विच्छेदित करदेला से निम्न भूमि जो मन प्राण चेतना अच्छा सी तार कि गोटे आभासी कथा पाइला सी निरंतर जहाँ 11 नंबर पैराग्राफ पढ़ले से निरंतर प्रचेषा करुच्ची अचीव कर आउ थे टी से कथा मत आलोचना करवा कारण छोटिया पैराग्राफ टी सरीज शीघ्र जो सत्य कल्पना अच्छी चित सत्तार जो सत्य कल्पना टी आम देखिले सी तार विचित्र छंदलीला को निजर जो स्वरूप सत्ता अच्छी से स्वरूप सत्तार तार प्रतिभास रूप से कौन कर निम्नतम भूमि से विच्छिन्न कर। अच्छा निम्नतर भूमि जो विचलित कला से ट्रेलर देखीदेला किए निम्नतर भूमि अच्छा ना मन प्राण शरीर अच्छा से कौन देखुं ना से गोटे ट्रेलर देखिले कि मनर या क्रिया प्राणर ये क्रिया शरीर ये क्रिया हवा कथा।
तेणु सी जो ट्रेलर देखिला तापर ताको टोटाल ताको देखिबा पई से कोन करछि ना ता भीतर गोटे निरंतर भाव से प्रचेष्टा करछि एवं निरंतर भाव में प्रकाश प्रचेष्टा करिकी से लागि रहउछि मु कि ताको प्राप्त हेबी। मात्र जो ये जो चित प्रतिभास मध्य तार स्वरूप सत्ता प्रति एक अदम्य आकर्षण निगुड़ हो रही से ताको अखंड रूपे पुणी फेरी पाइबा इच्छा करुछि केतेबेले एक प्रचंड लंफ प्रदान द्वारा अथवा आउ केतक विज्ञान माध्यम सोपानी दे एक सहज धारा से आपणार इच्छा को प्रकाश करुछि। दीटा प्रकार कथारे से ताको पहुंची पारिबो गोटे पहुंचवा को से चेष्टा करुछि जेतेबेले जानी गलानी एठी गोटे अमृत मिलुछि से अमृत मिलिले तार ये हम तेणु तापाई प्रचेष्टा से जोर चलाउछि किमती हेकी पहुंचे बेले बेले से छद्म बेसरे राहु हेकी मझिरे पशुछि बेक कटिगले भी से कहूँ ना मु अमृत प्राप्त हो गली। ठीक से भाई आम भीतर दीटा कथा आमे कले बले कौशले से स्वरूप को प्राप्त करने अहर भाव में लगिचु लगिला फल कौन कर जो कहली जो मेटेरियल डेवलपमेंट कथा से विज्ञान को धारण कर विज्ञान को ता हाथ में धरिकी सी कह मुझे किंचे पाई केतबेले विज्ञानमय विज्ञानमय मध्यभूमि सोपानी एक सहज धारा से आपणार इच्छा विज्ञान कथा नुहे मुझे भूल कहीदेवी तो विज्ञानमय जो भूमि मध्यभूमि रही से विज्ञानमय जो मध्यभूमि मध्य देकी से जीव विज्ञानमय भूमि मध्य देकी से कौन कर गोटे लंफ प्रदान करके पहुंच तार दीटा क्यारेक्टर से रोची गोटे क्यारेक्टर से कौन कहूँ मु भगवान को धारण करके मुझे पलैबी किंतु तार जो निम्न भूमि जिते पर्यटन से रही से कौन कर मटेरियल आटाचमेंट पाखे बहुत रही तेणु से मटेरियल आटाचमेंट प्रति विभव को खोली 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 खोलिकी जाऊँगी से देखुची यहीटा कि मो भगवान यहीटा कि यहीटा को खोजुली कि यही आनंद को प्राप्त होती कि ये तो ठीक अच्छे मोर पूर्व अवस्था सहित ये अवस्था तो मत भल लगुच तेणु यहीटा बोधे से कि ये कथाटा कर कौन कौन ना गोटे विराट प्रचंड लंप देकी से गोटे आउ केतबेले विज्ञानमय बुद्धि सोपानी दे गोटे सहज धारा से आपणार इच्छा को प्रकाश करुछि। तापर से कौन कहते यही आकांक्षा कार्य कर मनुष्य मन भीतर एक पूर्णताहीन छायार माया हो जीवन रूप फुटी उठी एवं मनमय पुरुष मध्य एक लोकातीर्ण पूर्णता सिद्धिर अभिप्सा प्रबल भाव स्वभाव निरूढ़ हो रही से कहते it is this that explains the imperfect reality of human existence as seen by the mind, the instinctive aspiration in the mental being towards a perfectibility ever beyond itself, towards the concealed harmony of the ideal and the supreme source of the spirit beyond the ideal to the transcendental. So it is this that explains the imperfect reality जोटा को से एक्सप्लेन कौन ना तो imperfect reality जोटा जो वास्तव का परफेक्ट है नहीं कहार ना ह्यूमन एक्जिस्टेंस आज सीन बाय द माइंड ताको किए देखुची ताको मन ही केवल देखुची मन ही देखुची जो ह्यूमन एक्जिस्टेंस से ता जो imperfect reality रही ताको से देखुची देखिए से एक कथा को इट इज दिस that explains the imperfect reality of human existence as seen by the mind. How can the instinctive aspiration in the mental being towards a perfectibility ever beyond itself. तापरे the instinctive aspiration ता भीतर जो अभिप्सा है जो instinctive aspiration जोटा कि तृप्त हो पारुनी से रखुची का भीतर इन द मेंटल बीइंग ता मन मानसिक सत्ता भीतर अछि ताकू कुआड को नउची ना टुवर्ड से परफेक्टिबिलिटी ताकू गोटे पूर्ण परफेक्शन आड़ से नउची ना एवर बियॉन्ड इटसेल्फ एवं सब दिन ठार आर आठार बहुत आगु बहुत से जाई पर तेणु एतरे से कहउचंती यही आकांक्षा कार्य करुवार ही मनुष्य मन भीतर गोटे पूर्णताहीन छायार माया हो जीवनर रूपटे फुटी उठी एवं मनमय पुरुष मध्य एक लोकातीर्ण पूर्णता सिद्धिर अभिप्सा प्रबल भाव स्वभाव निरूढ़ हो तेणु मनीषटीए सी देखुची
ଯେ ମତେ ଏଇ ଯୋଉ ପୂର୍ଣ୍ଣତା ସିଦ୍ଧି ଅଛି, ମତେ ଯୋଉ ସୁରାଗଟା ମିଳିଲାନି ଏବଂ ଯୋଉ ଛିଞ୍ଚନଟେ ବିଚ୍ଛୁରିତ ହେଇକି ମୋ ଉପରେ ଯୋଉ ଛିଞ୍ଚନ ହେଇଛି ମୁଁ ତାକୁ ଜାଣିସାରିଲିଣି। ତେଣୁ ସେଇ ଜୀବନର ରୂପକୁ ମୁଁ କେମିତି ଧାରଣ କରିବି ଏବଂ ସେଇ ପୂର୍ଣ୍ଣତା ସିଦ୍ଧିକୁ ତାର ଅଭିପ୍ସାରେ ସେ କଣ କରୁଛି ତା ଭିତରେ ସ୍ଥାନ ଦେଇଛି ଏବଂ ସେଇଠି ତା ଭିତରେ ଗୋଟେ ସଂକଳ୍ପ ଶକ୍ତି ରହୁଛି ଏବଂ ସେ ସଂକଳ୍ପ ଶକ୍ତି ମାଧ୍ୟମରେ ମୁଁ ଏଇଟାକୁ ପ୍ରାପ୍ତ କରିବି ବୋଲିକି ସଦା ସର୍ବଦା ରହୁଛି। ତାପରେ କହୁଛନ୍ତି ପ୍ରତିଭାସର ଭିତରେ କେବଳ ବିଜ୍ଞାନମୟ ସ୍ତରର ପ୍ରଚ୍ଛନ୍ନ ସୁସମତାଟିକୁ ଆବିଷ୍କାର କରି ସେଇ ଅଭିପ୍ସା ଆଦୌ ତୃପ୍ତି ହୋଇପାରିବ। ତେଣୁ ସେ ତାକୁ ମଧ୍ୟ ପଛରେ ପକାଇ ଦେଇ ବିଶ୍ୱତୀର୍ଣ୍ଣର ଅଭିମୁଖରେ ଆକୁଳ ହୋଇ ମଧ୍ୟ ଧାଇଁଛି ଏବଂ ଷ୍ଟେଜ ବାଇ ଷ୍ଟେଜକୁ ଯେତେବେଳେ ଯାଇକି ସେ ଦେଖୁଛି, ଗୋଟିଏ ଷ୍ଟେଜରେ ଯାଇକି ସେ ବିଜ୍ଞାନମୟ ସ୍ତରର ଯାଇକି ପହଞ୍ଚିଲା ବେଳକୁ ଯୋଉ ପ୍ରଚ୍ଛନ୍ନମୟ ସୁଷମଟିକୁ ସେ ଦେଖୁଛି, ତାକୁ ଯୋଉ ଆବିଷ୍କାର କରୁଛି, ତାକୁ ଦେଖି ସାରିଲା ପରେ ସେଥିରେ ବି ସେ ଆଉ ସନ୍ତୁଷ୍ଟ ହଉନି। କହୁଛି ନା ନା, ଆପରେ ଆଉ ଏକ କୋଉଠି ମାନେ ବିଶ୍ୱତୀର୍ଣ୍ଣ ସ୍ଥିତି ଭିତରେ ସେ ଦେଖୁଛି ସେ କୋଉଠି ରହୁଛି, କୋଉ ବାଟରେ ରହୁଛି ନା, ପ୍ରଥମ ସେ ଯୋଉ ଇଣ୍ଡିଭିଜୁଆଲ କନସିୟସନେସ ରହୁଥିଲା ସେଠି ବ୍ୟକ୍ତିଗତ ସତ୍ତାରେ ରହୁଥିଲା। ଯେତେବେଳେ ସେ ୟୁନିଭର୍ସ ଭିତରେ ପହଞ୍ଚିଲା, ୟୁନିଭର୍ସର କ୍ରିୟାରେ ଦେଖିକି ସେ କହିଲା ଏଇଟା ହଉଛି ମୋର, ମୁଁ ଯାହାକୁ ଖୋଜୁଥିଲି ଯୋଉ କଥା, ଏଇଠି ତା ଭିତରେ ରହିଛି। କିନ୍ତୁ ତା ଭିତରେ ରହିଲା ପରେ ସେ ଦେଖିଲା ଯୋଉ ବିଜ୍ଞାନମୟ ସ୍ତରର ଭିତରେ ଯାଇକି ଯୋଉ ସୂକ୍ଷ୍ମ କଥା ଗୁଡିକ ସବୁ ସୁଷମାକୁ ଯୋଉ ଆବିଷ୍କାର କରିକି ସେ ଦେଖିଲା ପରେ ତାର ଅଭିପ୍ସାଟା କହିଲା ନା ନା ନା, ଏଇ କେବଳ ୱିଦିନ୍ ଦି ୟୁନିଭର୍ସ କଥା ନୁହଁ। ତେଣୁ ବ୍ୟକ୍ତିଗତ ପରେ ବିଶ୍ୱଗତକୁ ଯାଇଛି ଏବଂ ବିଶ୍ୱଗତ ଭିତରେ ଯେତେବେଳେ ସେ ତୃପ୍ତି ନ ହେଇଛି, ସେତେବେଳେ ସେ ବିଶ୍ୱାତୀତ ଚେତନା ଭିତରକୁ ଯିବା ପାଇଁ ସେ ବଡ ବ୍ୟାକୁଳ ହଉଛି ଏବଂ ସେଇ ଆଡକୁ ଧାଇଁ ଚାଲିଛି। The very facts of our consciousness, its constitution and its necessity presuppose such a triple order. They negate the dual and irreconcilable antithesis of a mere absolute to a mere relativity. ଆମ ଚେତନା ଭିତରେ ଯିଏ ରହିଛି, ଆମ ଚେତନାର ଯୋଉ ଅବସ୍ଥା ଗୁଡିକ ରହିଛି, ଯୋଉ ପ୍ରକୃତି ଗୁଡିକ ରହିଛି ଏବଂ ତାରି ଭିତରେ ମୂଳରେ ଯୋଉ ପରମ ସତ୍ୟ ଆଉ ଯୋଉ ବିଜ୍ଞାନ ଓ ପ୍ରତିଭାସ, ଏ ତିନିଟା ଜିନିଷ କଣ କଣ? ଗୋଟେ ହଉଛି ପରମ ସତ୍ୟ, ଗୋଟେ ହଉଛି ବିଜ୍ଞାନ ଓ ପ୍ରତିଭାସ। ଏଇ ତ୍ରିକ୍ରମର ଏଇ ସୋପାନ ସୂତ୍ରଟି କାର୍ଯ୍ୟ କରୁଛି। ପରମ ସତ୍ୟ ତ୍ରିକ୍ରମର ଏଇ ସୋପାନ କଣ ନା, ଗୋଟେ ହଉଛି ଇଣ୍ଡିଭିଜୁଆଲ, ଗୋଟେ ହଉଛି ବିଶ୍ୱଗତ ୟୁନିଭର୍ସାଲ, ଆଉ ଗୋଟେ ହଉଛି ଟ୍ରାନ୍ସଡେଣ୍ଟାଲ। ये जो तीनिटा कथा तीनिटी सोपान ये कथाटा कार्य करुछि कौन ना सकल प्रकृति सकल आम चेतनार जो सकल अवस्था आ सकल प्रकृति सकल प्रयोजन बोधता मूल परम सत्य विज्ञान और प्रतिभास ये तीनिटा सोपान त्रिक्रमर ये सोपान सूत्रटी कार्य करुछि कहते परम सत्य और केवल अपेक्षिकता दृष्ट प्रतिभास मध्य सर्वदा एक द्वैत धर्मी और एकांत विरोधी विसंवाद रही घोषणा करुवा तत्वटी को से निराकृत कर कौन कर जो परम सत्य आउ जो तार रिलेटिव कथा जो मियर रिलेटिविटी कहते आपेक्षिकता दृष्ट जो प्रतिभास मध्य ये दीटा धर्म एकांत विरोधी विसंवाद रही घोषणा करुवा तत्वटी को से निराकृत कर रखुंट। तेरे आज जो आलोचना टी आमर आलोचनार 11 नंबर पैराग्राफ जो मन प्राण शरीर निम्न चेतना भितर रही जो रूप चित चेतना भितर को से जो धारण करने जाऊँगी से रूप चित चेतना प्रकाशर गोटे झलकटी ता पाखरे साहित्य होगी रही प्रिजर्व होगी रही बोलिकी से हृदबोध करुच्ची तेणु तापाई मन प्राण शरीर से प्रकाश मन प्राण शरीर सी सब कौन कर प्रयास निरंतर भाव उद्यम कर चलुची 12 नंबर से गोटे कथा कहले आम जो ये उठी उठिकी गला बेले आम कौन करूँ ना जो जो सोपान को जाऊँ से सोपान न्यूनेस आमको किसी अट्राक्ट कर अट्राक्ट कर सारा आम भावी नौ जो सत्य को आम खोजुलु जो चेतना को आम खोजुलु से ये अच्छी कि किंतु से चेतनाटा बेसी दिन आमको
ସେଇ ସ୍ତରରେ ଯାଇ ପହଞ୍ଚିଲା ପରେ ସେ ଆମକୁ ସମ୍ପୂର୍ଣ୍ଣ ତୃପ୍ତି ଦେଇପାରୁନି ଏବଂ ସମ୍ପୂର୍ଣ୍ଣ ତୃପ୍ତି ଯେତେବେଳେ ନ ଦେଇ ପାରୁଛି ସେ କଣ କରୁଛି ନା ଆଉ ଗୋଟେ ଷ୍ଟେୟରକୁ ସେ ଯାଉଛି। ଆଉ ଗୋଟେ ଷ୍ଟେୟରକୁ ଯେତେବେଳେ ଯାଉଛି ସେତେବେଳେ ମୁଁ କଣ କରୁଛି ସେଇ ସମାନ ଜିନିଷଟା ତା ଦେହରେ ପ୍ରତିବିମ୍ବିତ ହଉଛି। ତେଣୁ ଯୋଉ ଆଦର୍ଶ ସତ୍ୟକୁ ନେଇକି ସେ ପ୍ରକାଶ କରୁଛି, ତାର ଯୋଉ କଳ୍ପନା ଭିତରେ ଯୋଉ ସତ୍ୟକୁ ନେଇକି ପ୍ରକାଶ କରୁଛି, ସେ ସତ୍ୟ କଣ କରୁଛି ନା ନିମ୍ନତର ଭୂମିରେ ଯାହା ଯାହା ସବୁ ରହୁଛି, ନିମ୍ନତର ଭୂମିରେ ଯୋଉ ମନ ପ୍ରାଣ ଶରୀର ଅଛି ତା ପାଖରେ ସେଗୁଡାକୁ ସବୁ କଣ କରୁଛି ନା ଉଚ୍ଚତର ଚେତନାର ଯୋଉ ଆଲୋକକୁ ସେ ନେଇକି ବିଚ୍ଛୁରିତ କରୁଛି। ସେଇ ଆଲୋକ ଟିକକ ପାଇସାରିଲା ପରେ ତା ଭିତରେ ମଧ୍ୟ ସେ ଗୋଟେ ଅତି ଅଦମ୍ୟ ଆକର୍ଷଣ ରହୁଛି। ଯଦି ତାର ଆଲୋକରେ ଯଦି ସେଇଭଳି ଯାହା ବିଚ୍ଛୁରିତ ହେଇଥିବା ଚେତନା ଭିତରେ ଯଦି ଏତିକି ପରିତୃପ୍ତି ମିଳୁଛି, ଏତିକି ମାନେ ଆନନ୍ଦ ମତେ ମିଳୁଛି, ତେଣୁ ମୁଁ ତାକୁ ସମ୍ପୂର୍ଣ୍ଣ କାହିଁକି ପ୍ରାପ୍ତ କରିପାରିବିନି। ସେଇଥିପାଇଁ ସେ ଚେଷ୍ଟା କରୁଛି ଗୋଟେ ବିରାଟ ମୁଁ ଜମ୍ପ କରିଦେଇକି ପଳେଇବି, ଯାଇକି ସେଠି ଯାଇକି ପହଞ୍ଚିଯିବି କି, ପହଞ୍ଚିଗଲେ କାଳେ ହେଇଯିବ କି। ତେଣୁ ସିଏ ଗଲାବେଳକୁ ବି ତା ଭିତରେ ଯୋଉ ବିଜ୍ଞାନମୟ ମଧ୍ୟଭୂମି ରହିଛି, ସେ ବିଜ୍ଞାନମୟ ମଧ୍ୟଭୂମିର ସୋପାନଟି ଦେଇକି ସେ ନିଜର ଇଚ୍ଛାକୁ ପ୍ରକାଶ କରୁଛି। ବିଜ୍ଞାନମୟ ମଧ୍ୟଭୂମି କୋଉଠି, ତାର ମନର ଉର୍ଦ୍ଧ୍ୱତର ଭିତରେ ଚେତନା ଭିତରେ ରହିଛି। ତେଣୁ ମନ ଦ୍ୱାରା ସେ ନେଇକି ତା ଯୋଉ ବିଜ୍ଞାନମୟ ମନୋଭୂମିଟିକୁ ଦେଖିକି ତାକୁ ସିଏ କଣ କରୁଛି ନା ଆନାଲିଟିକାଲି ସେ ଦେଖୁଛି ଏବଂ ସେ ବିଚାର କରୁଛି, କହୁଛି ୟାରି ଭିତରେ ଦେଇକି ମୁଁ ଯିବି, ୟାରି ଇଏ ହିଁ ମତେ ଠିକ ଜାଗାରେ ନେଇକି ପ୍ରକାଶ ପହଞ୍ଚେଇ ଦେଇପାରିବ। ତେଣୁ ତାର ନିଜର ଇଚ୍ଛାକୁ ସେ ବିଜ୍ଞାନମୟ ଚେତନା ଭିତରେ ନେଇକି ବିଜ୍ଞାନମୟ ମଧ୍ୟଭୂମି ମଧ୍ୟ ଦେଇକି ସୋପାନ ଦେଇକି ସେ କଣ କରୁଛି ନା ତାର ଇଚ୍ଛା କରୁଛି ମୁଁ ଆରି ଭିତରେ ଦେଇକି ପହଞ୍ଚି ପାରିବି ଏବଂ ଗୋଟେ ବଡ ଲମ୍ପ ଦେଇକି ସେ ସେତେବେଳେ ଯିବା ପାଇଁ ଚାହୁଁଛି। ଏବଂ ଏଠି ମନୁଷ୍ୟ କଣ କରୁଛି ନା ତାର ଯୋଉ ଆକାଂକ୍ଷା ଯୋଉଠି କାର୍ଯ୍ୟ କରୁଥିବା ମନୁଷ୍ୟର ତା ଯୋଉ ମନ ଭିତରେ ଗୋଟେ ମାନେ ଗୋଟେ କମ୍ପ୍ଲିଟନେସ୍ ନାହିଁ, କିନ୍ତୁ ସେ କମ୍ପ୍ଲିଟନେସ୍ ର ଗୋଟେ ଛାୟା ଅଛି। ସେ ଛାୟାଟାକୁ ଗୋଟେ ମାୟା ବୋଲିକି ଭାବିବା ଏବଂ ସେ ମାୟା ହିଁ ତାକୁ ଗୋଟେ ସୂଚନା ଦେଉଛି, କହୁଛି ନାଇଁ ଏଇ ଯୋଉ ଜୀବନର ଯୋଉ ଛାୟା ରୂପକ ପୂର୍ଣ୍ଣତାହୀନ ଛାୟାର ଯୋଉ ମାୟା ରହିଛି ସେଇଟା ଭିତରେ ସେ ଦେଖୁଛି ତାର ଜୀବନକୁ ସେ ଫୁଟି ଉଠୁଛି। ତାମାନେ ଏଠି ମାୟା ତାକୁ ବହୁତ ଭଲ ଭାବରେ ହେଲ୍ପ କରୁଛି, ସେ ତାକୁ ସୂଚନା ଦେଇ ଦେଉଛି ଏବଂ ସେ ତାକୁ ଜଣେଇ ଦେଉଛି ଏବଂ ସେଇଥିପାଇଁ ସେ ନିଜକୁ ପ୍ରସ୍ତୁତ କରୁଛି ଏବଂ ତାକୁ ପ୍ରାପ୍ତ କରିବା ପାଇଁ ଚାହୁଁଛି ଏବଂ ସେଥିରେ ତାର ଜୀବନର ଛନ୍ଦଟା ବଦଳି ଯାଉଛି ଏବଂ ସେ ଜୀବନର ଛନ୍ଦର ତାର ଯୋଉ ରୂପଟାକୁ ମଧ୍ୟ ସେ ଫୁଟୁଛି। ଏବଂ ଯୋଉ ମନୋମୟ ପୁରୁଷ ମଧ୍ୟରେ ଯୋଉ ମାନେ ବିୟଣ୍ଡ ମାଇଣ୍ଡ ଯୋଉ ଲୋକାତୀର୍ଣ୍ଣ ଯୋଉ ପୂର୍ଣ୍ଣତା ସିଦ୍ଧିର ଅଭିପ୍ସା ତା ଭିତରେ ଦେଖୁଛି, ସେ କଣ କରୁଛି ନା ତା ଭିତରେ ନିଗୁଡ ହେଇକି ରହିଛି, ଏ କଥାକୁ ଦେଖୁଛି। ତେଣୁ ତାର ପ୍ରତିଭାସ ମୂଳରେ କେବଳ ବିଜ୍ଞାନମୟ ସ୍ତରର ପ୍ରଥମ ସୁସମତିକୁ ଆବିଷ୍କାର କରି ସେଇ ଅଭିପ୍ସା ଆଦୌ ତୃପ୍ତି ହୋଇପାରୁନି ଏବଂ ସେଇ ବିଜ୍ଞାନମୟ ସତ୍ତା ବିଜ୍ଞାନମୟ ସୋପାନ ଭିତରେ ଦେଇକି ଯେତେବେଳେ ଯାଉଛି ସିଏ ବି ତାକୁ କମ୍ପ୍ଲିଟଲି ତାକୁ କଣ କରୁଛି ନା ଇଏ ଦଉନି, ସାଟିସ୍ଫାଏ କରୁନି। ଯେତେବେଳେ କମ୍ପ୍ଲିଟଲି ତାକୁ ସାଟିସ୍ଫାଏ ନ କରୁଛି ସେତେବେଳେ ସେ କଣ କରୁଛି ନା ସିଏ ଆହୁରି ଉଚ୍ଚତର ଚେତନାକୁ ଯିବା ପାଇଁ ଚେଷ୍ଟା କରୁଛି। ଏଠି ଯୋଉ ତିନିଟା ପ୍ରକ୍ରିୟା ରହିଛି, ଗୋଟେ ହଉଛି ବ୍ୟଷ୍ଟିଗତ, ଗୋଟେ ହଉଛି ବିଶ୍ୱଗତ, ଆଉ ଗୋଟେ ହଉଛି ବିଶ୍ୱାସିତ। ଏଇଠି ତିନୋଟି ଯୋଉ କ୍ରମ ରହିଛି ଏବଂ ସେଇ ତିନୋଟି କ୍ରମରେ ସିଏ ତାର ସୋପାନ ପରେ ସୋପାନ ଦେଇକି କାର୍ଯ୍ୟ କରିକି ଯିବା ପାଇଁ ସେଠି ଚେଷ୍ଟା କରୁଛି। ତେଣୁ ଆକ୍ଚୁଆଲି ମୁଁ 13 ନମ୍ବର ପାରାଗ୍ରାଫଟି ପ୍ରସ୍ତୁତ ହେଇଯାଇଥିଲି, ଏବେ ଗଣିଲା ବେଳକୁ ସେଟା 13 ହେଇଯାଇଛି, କିନ୍ତୁ ମୁଁ ତାକୁ 12 ବୋଲି ଭାବିକି ପ୍ରସ୍ତୁତ ହେଇଥିଲି। ଠିକ ଅଛି, ମୁଁ ଯେତିକି ଛୋଟିଆ ପାରାଗ୍ରାଫରେ ଯେତିକି ବୁଝିଲି ଆପଣମାନଙ୍କ ପାଖରେ ତାହା ପହଞ୍ଚିବାକୁ ଚେଷ୍ଟା କଲି। ମାଙ୍କ ପାଖରେ ସମଗ୍ର ଆଲୋଚନାଟିକୁ ନିବେଦନ କରି ରଖୁଛି। ସମସ୍ତଙ୍କୁ ନମସ୍କାର, ବନ୍ଦେ ମାତରମ୍, ଅନେକ ଅନେକ ଧନ୍ୟବାଦ।